सेम माछ भजा खाई जाई बोर ହେଇଯିବେ ଘରେ କିଛି ଅଲଗା କିଛି ନୂଆ ଟ୍ରାଏ କରନ୍ତୁ। ଛୋଟରୁ ବଡ଼ ସମସ୍ତେ ପସନ୍ଦ କରିବେ। ଆଉ ଯେଉଁମାନେ ମାଛ ଖାଇବାକୁ ପସନ୍ଦ କରନ୍ତିନି ବି ଏତେ ଟେଷ୍ଟି ଲାଗିବ ଯେ ଗୋଟେ ପିସ୍ ବଦଳରେ 2 ପିସ୍ ଖାଇବେ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ପୁରା କ୍ରିସ୍ପି ବି ରହିବ, ଟେଷ୍ଟି ବି ରହିବ। ତାର ସ୍ପେଶାଲ ଏଥିରେ ମସଲା ବି ଆମେ ଏଡ୍ କରିବା। ଘରର ବେସିକ୍ ସାମଗ୍ରୀରେ ବନିକି ରେଡ଼ି ହେବ। ଏମିତିରେ ସ୍ନାକ୍ସରେ ବି ଖାଇପାରିବେ, ଭାତ ଡାଲି ସହିତ ବି ଖାଇପାରିବେ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ଦେଖାହେଉଛି, ପୁରା ପାଖରୁ ବି ଦେଖାଉଛି। ଆଉ ଗୋଟେ ପିସ୍ ଆଣିକିରି ବି ହାତ ଦେଖାଉଛି, ଦେଖନ୍ତୁ କେତେ ସ୍ୱାଦିଷ୍ଟ ହୋଇ ବନିଥିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଜିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ମାଛ ନେବା। ଏଠି ଦେଖନ୍ତୁ କିଛିଟା ମୁଁ ପିସେସ୍ ନେଇଛି ମାଛର, ପୁରା 6ରୁ 7 ପିସ୍ ଏଠି ମୁଁ ମାଛ ନେଇଛି। ମାଛକୁ ଏଠି ଭଲସେ କ୍ଲିନ୍ କରି 2ରୁ 3 ଥର ପୁରା ଧୋଇ ଦେଇଛି। ଧୋଇ ସାରିବା ପରେ ତାକୁ ଆମେ ଏବେ କ'ଣ କରିବା ନା ସାଇଡ଼ରେ ରଖିଦେବା। ତ ଏଠି ଗୋଟେ ଦେଖନ୍ତୁ ହେମଦସ୍ତା ଗୋଟେ ଛୋଟ ନେଇଛି, ସେଇଥିରେ ଆମେ ଅଳ୍ପ ଟିକେ ଜିରା ଏଡ଼୍ କରିବା। ପୁଣି ସେଥିରେ 2 ଚାମଚ ଏଡ଼୍ କରିଦେବା ଧନିଆ। ଧନିଆକୁ ପୁରା ପାଉଡ଼ର କରିବାନି, କେବଳ ଆମେ କ୍ରସ୍ କରିବା। ଯେମିତିକି ଦେଖନ୍ତୁ ଏ ଧନିଆର ଦାନା ଗୁଡ଼ାକ ଏଇଭଳି ଦେଖାହେଉଥିବ। ତ ଦେଖିବେ ଏଇଭଳି ପ୍ରୋସେସରେ ଯଦି ଧନିଆକୁ କ୍ରସ୍ କରି ଏଡ଼୍ କରିବେ, ଯେତେବେଳେ ଆପଣମାନେ ମାଛଟା ଖାଇବେ ତାର ଫ୍ଲେଭର ପାଟିକି ଲାଗିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ପୁଣି ଦେଖନ୍ତୁ ଏଠି ଗୁଣ୍ଡ ମସଲା ନେଇଛି, ହଳଦୀ ଗୁଣ୍ଡ ନେଇଛି ମୁଁ 1/2 ଚାମଚ। ପୁଣି ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କା ଗୁଣ୍ଡ ଏଡ଼୍ କରିଦେବେ। ଆଉ ଟିକେ ଚଟପଟା ଫ୍ଲେଭର ପାଇଁ ଚାଟ୍ ମସଲା ନେଇଛି ଆଉ ଗରମ ମସଲା ନେଇଛି। ପୁଣି ସେଥିରେ ଆମେ ଏଡ଼୍ କରିଦେବା ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିଦେବା। ଯେତିକି ଆପଣମାନେ ମାଛ ନେଇଥିବେ ସେ ଅନୁସାରେ ମସଲା ମସଲି ଲୁଣ ଏଡ଼୍ କରିବେ। ତ ଲୁଣକୁ ଏଡ଼୍ କରିସାରିବା ପରେ ଆଉ ଟିକେ ଟେଷ୍ଟକୁ ବଢ଼ାଇବା ପାଇଁ, ଯେମିତି ମାଛଟା ଖାଇବାକୁ ଟେଷ୍ଟି ବି ଲାଗିବ, ଜୁସି ବି ଲାଗିବ, ସେଇଥିପାଇଁ ବଡ଼ 2 ଚାମଚ ସେଇଥିରେ ଦହି ଏଡ଼୍ କରିଛି। ଧ୍ୟାନ ରଖିବେ ଦହି ଯେମିତି ଖଟା ନଥିବ। ତ ଦେଖନ୍ତୁ ଆଉ ଟିକେ ଚଟପଟା ସ୍ୱାଦ ପାଇଁ ମୁଁ ସେଇଥିରେ ଫଡ଼ାଏ ଲେମ୍ବୁର ରସ ଏଡ଼୍ କରିଛି। ଲେମ୍ବୁ ରସ ଏଡ଼୍ କରିବା ଦ୍ୱାରା ଦେଖିବେ ଚଟପଟା ସ୍ୱାଦ ବି ଆସିବ ଆଉ ଆମିଷିଆ ସ୍ମେଲ୍ଟା ଅଧିକା ହେବନି। ପୁଣି ଥରେ ଆମେ ସେଇଥିରେ ବଡ଼ 2 ଚାମଚ ଏଡ଼୍ କରିଦେବା କର୍ଣ୍ଣଫ୍ଲୋର, ଗୋଟେ ବଡ଼ ଚାମଚ ଏଡ଼୍ କରିଦେବା ବେସନ। ପୁଣି ଅଳ୍ପ ଟିକେ ସେଇଥିରେ ଆମେ ଏଡ଼୍ କରିଦେବା ରିଫାଇନ୍ ତେଲ। ରିଫାଇନ୍ ତେଲ ବଦଳରେ ଆପଣମାନେ ଏଠି ସୋରିଷ ତେଲ ବି ଏଡ଼୍ କରିପାରିବେ। ତେଲକୁ ଏଡ଼୍ କରିକିରି ମାଛକୁ ମିକ୍ସ କରିବା ଦ୍ୱାରା କ'ଣ ହେବ ନା, ଦେଖିବେ ଯେତେବେଳେ ମସଲାଟା ପୁରା ମିକ୍ସ କରିବେ ମାଛ ଉପରେ ପୁରା ପରଫେକ୍ଟଲି ତା'ର କୋଟିଂଟା ଲାଗିବ ମସଲାର। ତ ଖାଇବାକୁ ବି ଭାରି ସୁଆଦିଆ ଲାଗିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସରେ ଟିକେ ମିକ୍ସ କରିଦେବେ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ମସଲାର କୋଟିଂ ବି ଲାଗିଯାଇଛି। ଆଉ ଯଦି ଅଧିକା ଶୁଖା ଲାଗୁଛି ତାହେଲେ ଅଳ୍ପ ଟିକେ ଆପଣମାନେ ପାଣି ହାତ ହେଇକି ଛିଞ୍ଚିକିରି ବି ଆକୁ ପୁରା ମିକ୍ସ କରିପାରିବେ। ତ ଦେଖନ୍ତୁ ଅଳ୍ପ ଟିକେ ଯେହେତୁ ମୁଁ ଫୁଡ଼୍ କଲର୍ ଏଡ଼୍ କଲି, ଫୁଡ଼୍ କଲର୍ ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ଅଳ୍ପ ଟିକେ ଆମେ ପାଣିକୁ ସେଥିରେ ଛିଞ୍ଚିକି ପୁଣି ଥରେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ କେତେ ବଢ଼ିଆ ପୁରା ମାଛ ଉପରେ ପୁରା ମସଲାର କୋଟିଂ ଲାଗିଛି। ଆଉ ଦେଖନ୍ତୁ ଗୋଟେ ଗୋଟେ ପିସ୍ ଏଥିରେ ଧନିଆର ପିସ୍ ବି ଦେଖାଯାଉଛି। ଆଉ ଦେଖିବେ ଧନିଆଟା ପୁରା ଫ୍ରାଏ ହେଇସାରିବା ପରେ ଯେତେବେଳେ ମାଛଟା ଖାଇବେ ପାଟିକୁ ଲାଗିବ, ବହୁତ ସ୍ୱାଦିଷ୍ଟ ଲାଗିବ। ତ ଏବେ କ'ଣ କରିବା ନା ଗୋଟେ କରେଇ ନେବା, ସେଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ। ତେଲକୁ ପ୍ରଥମେ ଆମେ ଗରମ ହେବାକୁ ଦେବା। ତେଲ ପୁରା ଗରମ ହେଇସାରିବା ପରେ ହିଁ ସେଥିରେ ମାଛ ପିସ୍କୁ ଏଡ଼୍ କରିବେ। ନହେଲେ ଦେଖିବେ ତେଲ ଯଦି ଗରମ ହେଇନଥିବ ଏଡ଼୍ କରିଦେବେ, ସେ ତେଲକୁ ବି ପୁରା ମାନେ ଏବଜର୍ବ କରିଦେବ। ଆଉ ଦେଖିବେ ମାଛଟା ବି ଭାଙ୍ଗିଯିବ। ସେଥିପ୍ରତି ଧ୍ୟାନ ଦେବେ। ଯେବେ ବି ମାଛ ଭଜା ବନେଇବେ ଦେଖିବେ ସବୁବେଳେ ତେଲ ଗରମ ହେଇସାରିବା ପରେ ହିଁ ସେଥିରେ ମାଛ ପିସ୍କୁ ଏଡ଼୍ କରିବେ, ନହେଲେ ଦେଖିବେ ମାଛଟା ପୁରା ଭାଙ୍ଗିଯାଏ। ଯଦି ବେଳେବେଳେ ଦେଖିବେ ମାଛ ଏମିତି ଗୁଣ୍ଡ ହେଇଯାଏ, ତ ଆମେ ଭାବୁ କ'ଣ ମାଛ ଅଧିକା ବରଫ ଦିଆଥିଲା ସେଥିପାଇଁ ଗୁଣ୍ଡ ହେଇଗଲା, କିନ୍ତୁ ଆମେ ଯେଉଁ ବନେଇବା ପ୍ରୋସେସଟା ହିଁ ଭୁଲ ଥାଏ। ତ ଏବେ କ'ଣ କରିବା ନା ଦେଖନ୍ତୁ ଓଲଟ ପାଲଟ କରି ମାଛଟା ଟିକେ ପୁରା କ୍ରିସ୍ପି ହେଲା ପର୍ଯ୍ୟନ୍ତ ଫ୍ରାଏ କରିବା। ଫ୍ରାଏ ହେଇସାରିବା ପରେ ଏଠି ଗୋଟେ ମୁଁ ପ୍ଲେଟ୍ ନେଇଛି, ତାପରେ କଦଳୀ ପତ୍ର ରଖିଛି। ଏଠି କଦଳୀ ପତ୍ରଟା ପୁରାପୁରି ଅପସନାଲ୍ ଅଛି। ତ ଏବେ କ'ଣ କରିବା ନା ଗୋଟେ ପ୍ଲେଟ୍କୁ ବାହାର କରି ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ଆଉ ଗୋଟେ ଷ୍ଟେପ୍ ବି ସେମ୍ ପ୍ରୋସେସରେ ବନେଇକି ରେଡ଼ି କରିଦେବା। ପୁଣି ଥରେ ଆମେ 2ଟା ଯାକ ମାଛକୁ ଏଡ଼୍ କରିଦେବା। ଫ୍ରେଣ୍ଡସ୍ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ ଏଇ ରେସିପିଟି। ଥରେ ବନେଇଲେ ବାରମ୍ବାର ବନେଇବାକୁ ଇଚ୍ଛା ହେବ। ପୁରାପୁରି କ୍ରିସ୍ପି ଥିଲା ମାଛଟା, ଆଉ ଦେଖିବ ବି ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି। ଭାତ ଡାଲି ସହିତ ବହୁତ ବଢ଼ିଆ ଲାଗିବ। ଏମିତିରେ ସ୍ନାକ୍ସରେ ବି ଖାଇବେ ନା, ବହୁତ ବଢ଼ିଆ ଟେଷ୍ଟି ବି ଲାଗେ। ଯେହେତୁ ସେଥିରେ ଦହି ବି ଏଡ଼୍ ଅଛି, ଲେମ୍ବୁ ବି ଏଡ଼୍ ଅଛି, ତ ଦେଖିବେ ପୁରା ଜୁସି ବି ଲାଗିବ। ପୁଣି ଗୋଟା ଧନିଆର ମାନେ ସେଥିରେ ଫ୍ଲେଭର ବି ପାଇବେ। ତ ଏଇଭଳି ପ୍ରୋସେସରେ ସବୁତକ ବନେଇକି ରେଡ଼ି କରିଦେବା। କିନ୍ତୁ ଯେହେତୁ ମୁଁ କେବଳ 4 ପିସ୍ ହିଁ ମାଛ ଭାଜିଛି, ଯେହେତୁ ମାଛଟା ଦେଖିବେ ଗରମ ଗରମ ଭାଜିବେ ଖାଇବେ ତ ବହୁତ ବଢ଼ିଆ ଲାଗିବ। ଯେହେତୁ ଆପଣମାନଙ୍କୁ ସେୟାର କରିବାର ଥିଲା, ତ ମୁଁ 4 ପିସ୍ ମାଛକୁ ହିଁ ଭାଜିକି ସେୟାର କରିଛି। ଆଉ ବାକି ରଖିଦେଇଛି ଯେତେବେଳେ ଘରେ ଖାଇବେ ସମସ୍ତେ ସେଇ ସମୟରେ ଭାଜିବି ବୋଲି। ତ ଅଳ୍ପ ଟିକେ ଦେଖନ୍ତୁ ପିଆଜ ଆଉ ଲେମ୍ବୁ ବି ସେଥିରେ ମୁଁ ରଖିଛି। ଏଇଟା ପୁରାପୁରି ଅପସନାଲ୍ ଅଛି, କିନ୍ତୁ ଆଉ ଟିକେ ଚଟପଟା ଫ୍ଲେଭର ପାଇଁ ଅଳ୍ପ ଟିକେ ଚାଟ୍ ମସଲା ତା ଉପରେ ଏଭଳି ପ୍ରୋସେସରେ ଏଡ଼୍ କରିବା। ତ ଫାଇନାଲି ଆମର ମାଛର ଭଜା ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଫ୍ରେଣ୍ଡସ୍ ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ,
चैनल जदि नुआ अच्छा चैनल को मोर सब्सक्राइब कर दिंतु, बेल आइकन क्लिक कर दिंतु, जहाँ फल मोर सब वीडियो नोटिफिकेशन प्रथम आपण मानक पहुँचो। एमती इजी वीडियो नहीं आसबि, आपण मैंने देखिए घरे निहाती ट्राए करूँ। आ जदि फेसबुक पेज देखुं ताले फेसबुक पेज मोर फॉलो करूँ, इंस्टाग्राम रे देखुले फॉलो करने को जमार भूलतुनि। आउ कौ जिलूर देखुं मत कमेंट माध्यम जनातु, मत भी खुशी लगे मो वीडियो केदूर पर्यंत पहुँचुची। आपण मानकर गोटे गोटे कमेंट मोर मोटिवेशन को बढ़ाई थाए, तो कमेंट निश्चय करेंगे। तो देखो केते बढ़िया बनिकी रेडी होती, आपण मैंने ट्राए करूँ। से पर्यंत रोचे पुणी एक नया रेसिपी नहीं आसबि। नमस्कार, जय जगन्नाथ।